ଚାଲନ୍ତୁ ସାଙ୍ଗମାନେ ବାରିଘର ଶାଗ କରିବା। କିଛିଟା ସଜନା ପତ୍ର ତୋଳି ନେବା। କିଛିଟା ପୋଇ ପତ୍ର ତୋଳି ନେବା। କିଛିଟା କନିସିରି ପତ୍ର ତୋଳି ନେବା। ତାପରେ କିଛିଟା ମଦୁରାଙ୍ଗ ଶାଗ ସାଙ୍ଗମାନେ ତୋଳି ନେବା। ସବୁ ଶାଗକୁ ଅଲଗା ଅଲଗା ଭାବେ ରଖିବା। କନିସିରି ଶାଗକୁ ବାଛି ନେବା, କାରଣ ସବୁ ଶାଗକୁ ଭଲ ଭାବେ ବାଛି ନେବା, ତାର ପୋକ ଥବାର ସମ୍ଭାବନା ଥାଏ। ମଦୁରାଙ୍ଗକୁ ବି ବାଛି ନେବା। ପୋଇ ପତ୍ରକୁ ବି ସାଙ୍ଗମାନେ ଭଲ ଭାବେ ବାଛି ନେବା। ସଜନା ଶାଗକୁ ବି ସାଙ୍ଗମାନେ ଭଲ ଭାବେ ବାଛି ନେବା। କଖାରୁକୁ ଚୁନ ଚୁନ ଭାବେ କାଟି ନେବା। କଞ୍ଚା ଲଙ୍କା ଗୋଟେ ମଝିରୁ କାଟି ନେବା। ପିଆଜକୁ ଚୁନ ଚୁନ ଭାବେ। ମୋ ଚ୍ୟାନେଲରେ ନୂଆ ନୂଆ ରେସିପି ଦେଖିବାକୁ ଚାହୁଁଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ ମାଧ୍ୟମରେ ଜଣାନ୍ତୁ।